ଆଜି ପ୍ରଥମ ଥର ପାଇଁ ପୁରୀ ଗଲୁ, ସେଇଟା ବି ପୁଣି ରଥଯାତ୍ରାରେ ଆମର ଡୋରି ଲାଗିବ ବୋଲି ସେଇଟା ମୁଁ କେବେ ଭାବି ବି ନଥିଲି। କାହିଁକିନା ପୁରୀ ତ ମୁଁ ଦେଖିନି ଯେତେବେଳେ ମୁଁ ଛୋଟଟେ ହେଇଥିଲି। ମାନେ ମୁଁ ମୋ ପୁରୀ କଣ ଜାଣିନଥିବି ସେବେ ହିଁ ଯାଇଥିଲି। ଏଇଟା ମୋର ଫାର୍ଷ୍ଟ ମାନେ ପୁରୀ ମନ୍ଦିର ମୁଁ ଆଖି ସାମ୍ନାରେ ଦେଖିବି, ଠାକୁରଙ୍କୁ ଦେଖିବି। ତ ସେଇଟା ପୁଣି ରଥଯାତ୍ରାରେ ଆମର ଡୋରି ଲାଗିବ ସେଇଟା ମୁଁ କେବେ ଭାବିକି ଏ ପର୍ଯ୍ୟନ୍ତ ବି ବିଶ୍ୱାସ କରିପାରୁନି। ମାନେ ମୁଁ ଏଠି ଭଏସ୍ ଓଭର୍ ବି ଦଉଛି, ମୁଁ ଭାବୁଛି କି ନା ମିଛରେ ମୁଁ ଯାଇନଥିଲି, ସ୍ୱପ୍ନ ଦେଖୁଥିବି ବୋଧେ। ତ ତାପରେ ତ ଆମେ ବାହାରିକି ଆସିଥିଲୁ ପୁରୀ ଯିବା ପାଇଁ ବାଟରେ, ତଥାପି ମୁଁ ଠାକୁରଙ୍କୁ ଡାକୁଥିଲି ଯେପର୍ଯ୍ୟନ୍ତ ନ ପହଞ୍ଚିବି ସେପର୍ଯ୍ୟନ୍ତ ମୁଁ ଭାବିବିନି ଯେ ମୁଁ ପୁରୀ ଯାଇଛି ବୋଲି। ଆଉ ଯେହେତୁ ସକାଳେ କିଛି ଖାଇକି ଆସିନଥିଲୁ, ବାଟରେ ରହିକି ଦହିବରା ଖାଇଥିଲୁ, ଆଉ ତାପରେ ପୁଣି ଗାଡ଼ି ଚାଲିଥିଲା ପୁରୀ ଅଭିମୁଖେ। ତାପରେ ବାଟରେ ପୁଣି ଖରାବେଳେ ଖାଇବା ପାଇଁ ଆମେ ରହିଥିଲୁ। ଆଉ ଖାଇ ପିଇ ସାରିଲା ପରେ ଆଉ କୋଉଠି ନ ରହିକି ସିଧା ଆମେ ଚାଲିଲୁ ପୁରୀକୁ। ଆଉ ବାଟରେ ଏତେ ଜୋରସୋରେ ବର୍ଷା ହଉଛି ଆପଣମାନେ ତ ଦେଖି ବି ପାରୁଥିବେ। ଆଉ ଆମେ ଫାଇନାଲି ଆସିକି ପୁରୀରେ ବି ପହଞ୍ଚିଗଲୁ। ଆଉ ଏଇଠି ପହଞ୍ଚି ସାରିଲା ପରେ ବି ମୋତେ ବିଶ୍ୱାସ ହଉନଥିଲା କି ମୁଁ ଆସିକି ପୁରୀରେ ଚାଲୁଛି ବୋଲି। ଆଉ ବର୍ଷା ଏତେ ଜୋର ହଉଥିଲା, ସମସ୍ତେ ଛତା ତ ଧରିଥିଲେ, କିନ୍ତୁ ମୁଁ ହଉଛି ଗୋଟେ ଛୁଆ ଯିଏକି ଓଦା ହେଇ ହେଇ ଯାଉଥିଲା। ଓଦା ହବାକୁ କିନ୍ତୁ ସତରେ ଭାରି ଭଲ ଲାଗୁଥିଲା। ତାପରେ ଯାହା ହବ ସେଇଟା ଦେଖାଯିବ ଆଉ। ପୁରୀ ମନ୍ଦିରକୁ ଏଇଠୁ ଦୂରରୁ ଦେଖି ମୁଁ ସିରିୟସଲି ବିଶ୍ୱାସ ବି କରୁନି କି ମୁଁ ସତରେ ପୁରୀକି ଆସିଛି। ଆଉ ଏତେ ଭିଡ଼ ଭିତରେ ଠାକୁରଙ୍କୁ ଦର୍ଶନ କରିବା ବହୁତ କଷ୍ଟ। କିନ୍ତୁ ରଥ ତଥାପି ଆମକୁ 2ଟା ହିଁ ଦେଖାଗଲେ, ତ ସେଇଠି ହିଁ କିଛି ସମୟ ରହିଲା ପରେ ଭଲ ଭାବରେ ଦେଖାଗଲେନି ଯେହେତୁ ଆମେ ବାହାରକୁ ପଳେଇଆସିଲୁ। ପୁଣି ଯେତେବେଳେ ମନ୍ଦିର ମୋତେ ଦୂରରୁ ଦେଖାଗଲା, ମୁଁ କହିଲି ନାଇଁ ମାମୁଁ ମୁଁ ଆସିଛି ମାନେ ଯାହା ବି ହେଲେ ଦେଖିକି ଯିବି। ତାପରେ ରଥ ପାଖକୁ ଆସିଲୁ, ରଥ ଏଇଠୁ ପୁରା କ୍ଲିୟର ଦେଖାଯାଉଥିଲା, ମନ୍ଦିର ବି ପୁରା କ୍ଲିୟର ଦେଖାଯାଉଥିଲା। ତ ସେଇଠି କିଛି ସମୟ ରହିଲା ପରେ ଠାକୁରଙ୍କୁ ତ ଭଲସେ ଦେଖି ହିଁ ହବନି, ତ ଠାକୁରଙ୍କୁ ବସ୍ ଆମେ ଠାକୁରଙ୍କର ଆଖି ହିଁ ଟିକେ ଦେଖିଛୁ। ତାପରେ ଆମେ ବାହାରିକି ପଳେଇ ଆସିଲୁ ସମୁଦ୍ର କୂଳ ଆଡ଼େ ଯିବା ପାଇଁ। ଆଉ ଏଇଠି ମୁଁ ଖାଲି ପାଦରେ ହିଁ ଚାଲୁଛି, କାହିଁକିନା ଚପଲ ମାଡ଼ି ଚାଲିବାକୁ ମୋ ଗୋଡ଼ ଭାରି କାଟୁଛି। ଆଉ ଯେତେବେଳେ ଆସିକି ସମୁଦ୍ରରେ ପହଞ୍ଚିଲେ, ଠାକୁର ବୋଧେ ମୋତେ ଏଇଟା କହିଲେ କି ଖାଲି ପାଦରେ ଚାଲିବାର ଇଚ୍ଛା ଅଛି ଯଦି ଛାଉ, ତୁ ଖାଲି ପାଦରେ ଚାଲ, ଚପଲଟା କାହିଁ ଧରି ଚାଲିବୁ। ସେଇ ଲାଗି ମୁଁ ଚପଲଟାକୁ ନେଇଗଲେ। ଆଉ କ'ଣ କରିବୁ, ସେଇଠୁ ତାପରେ ଖାଲି ପାଦରେ ଚାଲି ଚାଲିକି ଆସିଲି। ତାପରେ ତ ମୁଁ ଆଉ କିଛି ଭିଡ଼ିଓ ବନେଇନି, କାହିଁକିନା ଫୋନରେ ଚାର୍ଜ ନଥିଲା। ତ ସେ ପର୍ଯ୍ୟନ୍ତ ପାଇଁ ମୁଁ ରହିଲି। ବାଏ, ଦେଖା ହବ ଆଉ ଗୋଟେ ଭିଡ଼ିଓରେ।